ଜୟ ଜଗନ୍ନାଥ। ଉପସ୍ଥିତ ଶ୍ରୋତୃବୃନ୍ଦଙ୍କୁ, ବିଦଗ୍ଧ ପ୍ରତିଭାମାନଙ୍କୁ ସମସ୍ତଙ୍କୁ ସ୍ମୃତି ସାନ୍ତ୍ୱନାର ସାରସ୍ୱତ ଅଭିନନ୍ଦନ। ମୁଁ ସବିତାରାଣୀ ବେହେରା, ସ୍ମୃତି ସାନ୍ତ୍ୱନା ପତ୍ରିକାର ସମ୍ପାଦିକା। ମୁଁ ଆଜି ଗୋଟିଏ ଛୋଟିଆ ଗପ ପଢ଼ିବାକୁ ଯାଉଛି ସ୍ମୃତି ସାନ୍ତ୍ୱନାର 62ତମ ଡିଜିଟାଲ ସାହିତ୍ୟ ଆସରରେ। ମୋ ଗପର ଶୀର୍ଷକ ଅଶ୍ରୁଳ ଅଭିବ୍ୟକ୍ତି। ଆଉ ସହିପାରିଲିନି। 12 ବର୍ଷ କାଳ ଛାତିକୁ ପଥର କରି ମାଡ଼ ସହିଥିଲି, କିନ୍ତୁ ଯେତେବେଳେ ସେ 10 ବର୍ଷର ଝିଅଟାର ତଣ୍ଟି ଚିପି ତଳେ କଚାଡ଼ି ଦେଲା, ମୁଁ ଆଉ ସହିପାରିଲିନି। ହାତ ପାଖରେ କାଠ ଫାଳିଆଟା ଥିଲା, ଛାଟିଦେଲି। ସେଇଥିରେ ତାର ଜୀବନ ଚାଲିଗଲା। ଆଖି ଲୁହରେ ଉବୁଟୁବୁ, ଅନୁତାପର ଓ ଅନୁଶୋଚନାର ଧୂଆଁରେ ଆକ୍ତା ମାକ୍ତା। ଏକଥା ସବୁ ନଥିଲା କେଉଁ ଗଳ୍ପ, କବିତା, ନାୟିକାର ବା ନାଟକ, ସିନେମାର ଅଭିନେତ୍ରୀର ସଂଳାପ। ଇଏ ଥିଲା ରକ୍ତମାଂସଧାରିଣୀ ଜଣେ ନିର୍ଯାତିତା ନାରୀର ଆକୁଳ ମାତୃହୃଦୟର ଓ ମମତା ପଖଳା ପତ୍ନୀ ପ୍ରାଣର, ଯିଏ ନିର୍ଯାତନା ଓ ଅତ୍ୟାଚାରର ବହ୍ନିରେ ଜଳି ଜଳି ପାଉଁଶ ହୋଇଯାଇଥିବା ନିଜ ସଂସାରର ଶବକୁ କାନ୍ଧରେ ବୋହି ପୋଲିସ ପାଖରେ ଆତ୍ମସମର୍ପଣ କରି କହିଥିଲା, ମୁଁ ପାପୀ, ମୋତେ ଜେଲ୍ ଦିଅ, ଫାଶୀ ଦିଅ, ମୋର ଦୁଃଖ ନାହିଁ, ହେଲେ ଦୁଃଖ ଏଇ ଝିଅ ଖଣ୍ଡକ ପାଇଁ। କେତେ ଅତ୍ୟାଚାର, ମାଡ଼, ଗାଳି, ଗୋଇଠା, ପାହାର ଖାଇ ଖାଇ ତାକୁ କୋଳରେ ଯାକି ବଢ଼େଇଥିଲି ମୁଁ। କ'ଣ ହେବ ତାର? ଏ ବିକଳ ଆର୍ତ୍ତନାଦ କେବଳ ଏ ଜଣିଏ ସ୍ୱାମୀହନ୍ତା ଅଥବା ସ୍ୱାମୀ ନିର୍ଯାତିତା ନାରୀର ନୁହେଁ। ଏ ଆର୍ତ୍ତନାଦ ସହସ୍ର ମଦ ଅଧ୍ୟୁଷିତ ମାତୃହୃଦୟର ଓ ବେଦନା ବିଦଗ୍ଧ ପତ୍ନୀ ପ୍ରାଣର। ଏ ଉନ୍ନତ ସଭ୍ୟ ସମାଜର ସ୍ରୋତରେ ମଦ ବନ୍ୟାରେ କୁଟାଖିଏଟିଏ ପରି ଭାସି ଯାଉଛି ସହସ୍ର ତରୁଣୀ, ଯୁବତୀ, ପ୍ରୌଢ଼ା, ବୃଦ୍ଧା ଆଦି ସବୁ ବୟସର କେତେ କେତେ ନାରୀର ପ୍ରାଣ। ଏ ବିକଳ ବାହୁନା ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା, ନାରୀ ସଶକ୍ତିକରଣର ସ୍ଲୋଗାନ ଦେଉଥିବା ସମାଜପତି, ନିୟମ ନିର୍ଣ୍ଣାୟକ, ରାଜନେତା, ବାହୁବଳୀ, କୋଟିପତି, ଶିଳ୍ପପତି, ଦେଶର କର୍ଣ୍ଣଧାର ତଥା ସମାଜକୁ ସୁପଥକୁ ଆଣିବା ପାଇଁ ଚାବୁକ ଧରିଥିବା ଚତୁର୍ଥ ସ୍ତମ୍ଭମାନଙ୍କର କାନରେ ପଡ଼ୁଛି କି ନାହିଁ ଜଣା ନାହିଁ। କାରଣ କେହି ଏ ଘଟଣା ଦୁର୍ଘଟଣାର ପରଦା ଟାଣି ସତ୍ୟକୁ ପ୍ରକାଶ କରିବା ପାଇଁ ଚେଷ୍ଟା କରୁନାହାନ୍ତି ବା ଏ ଘଟଣାର ଅସଲ ଖଳନାୟକ ମଦଭାଟି, ମଦ ବୋତଲକୁ ଜେଲ୍, ଫାଶୀ, ଶୂଳି ଦେବା କଥା ଚିନ୍ତା କରିନାହାନ୍ତି। ମାତ୍ର ଟିଭିରୁ ଖବରଟି ଶୁଣି ମୋର କାମବାଲିଟି ମୋତେ ପ୍ରଶ୍ନ କଲା, ମା, ଯଦି ମଦ ପାଇଁ ଏତେ ନାଟ, ଏ ମଦ ଜିନିଷଟାକୁ ଏ ଦେଶକୁ ଆଣୁଛନ୍ତି କାହିଁକି? ମ୍ୟାଗିକି ଯେମିତି ଖରାପ ବୋଲି ବଜାରରେ ଥରେ ପୋଡ଼ି ଦେଇଥିଲେ, ମଦକୁ ସେମିତି ହଟାଇ ଦେଉନାହାନ୍ତି କାହିଁକି? ମଦ ଅଛି ବୋଲି ଏ ମରଦମାନେ ସିନା ନିଶାପାଣି କରି ଶଇତାନିଆ ହେଉଛନ୍ତି। ସରଳ ପ୍ରଶ୍ନଟିଏ, ମାତ୍ର କିଏ ଦେବ ତାକୁ ଉତ୍ତର? ରାଜସ୍ୱ ପାଇଁ ଯେ ଏ ନାଟ ବିଭ୍ରାଟ, ସେ କଥା ବା ତାକୁ କିଏ କେମିତି ବୁଝାଇବ? ସମଗ୍ର ନାରୀ ସମାଜର ଏ ପ୍ରଶ୍ନ ସମାଜପତିଙ୍କୁ। ନରହତ୍ୟା କଲେ ଜେଲ୍ ହେବ, ଫାଶୀ ହେବ, ମାତ୍ର ସେ ଶଇତାନ ମଦୁଆ ସ୍ୱାମୀଟି କ'ଣ ଥିଲା, ନର ନା ଅସୁର? ଏ ପ୍ରଶ୍ନ ପ୍ରତିଧ୍ୱନିତ ପ୍ରତି ନାରୀର ହୃଦୟରେ। କାରଣ ଯେଉଁ ମହିଷାମର୍ଦିନୀ ମା ଦୁର୍ଗାଙ୍କୁ ଆବାହନ, ସଂସ୍ଥାପନ, ଅର୍ଚ୍ଚନା, ବନ୍ଦନା କରିବା ପାଇଁ ସହର ମଫସଲ ସର୍ବତ୍ର ଚାଲିଛି ଉଚ୍ଛ୍ୱାସମୟ ସାଜସଜା, ଆବାହନୀ ସଙ୍ଗୀତ, ନୃତ୍ୟ, ନୈବେଦ୍ୟ, ସେହି ଦୁର୍ଗାଙ୍କ ହାତରେ ଦେବତାମାନେ ଧରାଇ ଦେଇନଥିଲେ କି ତାଙ୍କର ଅସ୍ତ୍ରଶସ୍ତ୍ର ମାରିବା ପାଇଁ ଅହଙ୍କାରୀ ପାପୀ ମହିଷାସୁରକୁ ହତ୍ୟା କରିଥିବା ପାପ ପାଇଁ କି ଦଫା ଲଗାଇଥିଲେ ଦେବତାମାନେ ଦୁର୍ଗାଙ୍କ ଉପରେ? କାହିଁକି କରିଥିଲେ ତେବେ ପୁଷ୍ପବୃଷ୍ଟି, ଶଙ୍ଖଧ୍ୱନି? ଆଜିର ସମାଜରେ
ପାପୀ, ଲୋଲୁପ, ମଦ୍ୟପ, ଲମ୍ପଟ, ବଳାତ୍କାରୀ, ଅତ୍ୟାଚାରୀ ପୁରୁଷମାନେ ଜଣେ ଜଣେ ମହିଷାସୁରର ପ୍ରତିଛବି ନୁହନ୍ତି କି? ଯଦି ନାରୀ ଆସୁରିକ ପ୍ରବୃତ୍ତିକୁ ବିରୋଧ କରି ଦୁର୍ଗା ବା କାଳୀଙ୍କ ରୂପ ଧାରଣ କରି ସଂହାର ରଚନା କରେ, ତେବେ ତା ପାଇଁ ପୁଷ୍ପବୃଷ୍ଟି ନ ହୋଇ ନିନ୍ଦା, ଅପବାଦ, ଜେଲ୍ ଦଣ୍ଡ କାହିଁକି? କେବେ ସୁପ୍ତ ବିଚାର ବିହୀନ ନିଦ୍ରାରୁ ଉଠିବ ଏ ଭଦ୍ର ସମାଜ? କେବେ ବୁଝିବ ଦୁର୍ଗା, କାଳୀ, ଲକ୍ଷ୍ମୀ, ସରସ୍ୱତୀ ସ୍ୱରୂପିଣୀ ଏ ନାରୀର ମର୍ମବେଦନା? ଏମିତି ରକ୍ତାକ୍ତ କ୍ଷତର ଯନ୍ତ୍ରଣାକୁ ବହନ କରି ଅନେକ ପ୍ରଶ୍ନର ରକ୍ତ ନଦୀ ସନ୍ତରଣ କରି ଆଜି ମଣିଷର ଜୀବନ ଧୀରେ ସୁସ୍ଥେ ଆଗକୁ ଚାଲିଛି। ଶକ୍ତିମୟୀ ନାରୀ ହୃଦୟର ବାର୍ତ୍ତା ନିଶ୍ଚୁପ ସମାଜର ବଧିର କର୍ଣ୍ଣରେ ପ୍ରତିଧ୍ୱନିତ ମାତୃଶକ୍ତିର ନବ ଉନ୍ମେଷ ପାଇଁ ନାରୀ ଶକ୍ତିର ସୃଜନୀ ଶଙ୍ଖ ହୋଇ ଆଜିର ନାରୀ ସମାଜର ପାପ ବିନାଶ ପାଇଁ ଗାୟତ୍ରୀ ମନ୍ତ୍ରଟିଏ ପରି ଉଚ୍ଚାରିତ ହେଉ ବାରବାର। ଲେଖିକାଙ୍କର ହୃଦୟରେ ଏହି ପ୍ରଶ୍ନ ବାରମ୍ବାର ମଥା ପିଟୁଥିଲା। ନମସ୍କାର, ଜୟ ଜଗନ୍ନାଥ।